ଯୋଗ ଦୀର୍ଘ ଦିନ ଧରି ଯେଉଁ ଟଙ୍କାର ପାହାଡ଼ ଉପରେ ଛିଡ଼ା ହେବା ପାଇଁ ସ୍ୱପ୍ନ ଦେଖିଥିଲି ମାମା, ସେଇ ସ୍ୱପ୍ନ କ'ଣ ସ୍ୱପ୍ନରେ ରହିଯିବ? ଏତେ ବ୍ୟସ୍ତ ହଉଛ କାହିଁକି? ବ୍ୟସ୍ତ ହେବିନି କାହିଁକି ମାମା? କେମିତି କଲେ, କି ଉପାୟ କଲେ ସେଇ ସାରା ରାଜା ମହେନ୍ଦ୍ର ସେନର କୋଟି କୋଟି ସମ୍ପତ୍ତିଟା ଆମରି ହାତ ମୁଠାକୁ ଚାଲି ଆସିବ ମାମା? ଉପାୟ ଅଛି ଭଣଜା, ଉପାୟ ଅଛି। ତାହେଲେ ମନ ଦେଇ ଶୁଣରେ ବାପା। କି ଉପାୟ ମାମା? ବେଲ ଥାଉ ଥାଉ ବନ୍ଧ ବାନ୍ଧିଛି ରାଜରେ ରାଜା କରି। ବେଲ ଥାଉ ଥାଉ ବନ୍ଧ ବାନ୍ଧିଛି ରାଜରେ ରାଜା କରି। ଭଣଜା ମୋର ସତ କହୁଛି ଏଇ ରାଇଜରେ ରାଜା ହେବଟି। ବେଲ ଥାଉ ଥାଉ ବନ୍ଧ ବାନ୍ଧିଛି ଭଣଜା ସତ କହୁଛି। ବେଲ ଥାଉ ଥାଉ ବନ୍ଧ ବାନ୍ଧିଛି ଭଣଜା ସତ କହୁଛି। আরে বাবা, দীর্ঘ 15 ବର୍ଷ ତଳର କଥା। ଯୋଉ ସଡ଼କ ଦୁର୍ଘଟଣାରୁ ଉଠେଇ ଆଣି ନ ଦେଇଥିଲି ତୁମ ପାଲିତା ଝିଅ ଶ୍ରାବଣୀ। ଶ୍ରାବଣୀ, ଏ କଣ କହିବାକୁ ଚାହୁଁଛ ମାମା? ଆରେ ବାବା, ସେଇ ଶ୍ରାବଣୀଟାକୁ ଯଦି ରାଜକୁମାର ଶ୍ରାବଣ ସହିତ ବାହାଘର କରିଦେଲେ ଆପେ ଆପେ ପରା ଧନ ସମ୍ପତ୍ତିଟା ହାତ ମୁଠାକୁ ଚାଲି ଆସ। ସାବାସ୍ ସାବାସ୍ ମାମା, ତୁମ ବୁଦ୍ଧିଟାକୁ ତ ମାନିବାକୁ ପଡ଼ିବ ମାମା। ହେଲେ ମାମା, ଭଣଜା, ଆପଣଙ୍କ କଥା ମାନି ମୁଁ ନିଶ୍ଚୟ ବାହାଘର ପ୍ରସ୍ତାବଟା ନେଇକି ସାଇସରା ରାଜ୍ୟ ପାଖକୁ ଯିବି। ହଁ ରେ ବାବା। ହେଲେ ଆମ ପ୍ରସ୍ତାବଟାକୁ ଯଦି ମନା କରିଦିଏ ମାମା, ଥରେ ରାଜାଙ୍କ ପାଖକୁ ଯାଇକି ଦେଖ, ସିଏ ଯଦି ଆମ କଥାରେ ରାଜି ହେଲେ ବି ଭଲ, ନ ହେଲେ ବି ଭଲ। ଠିକ ଅଛି ମାମା, ଆପଣଙ୍କ କଥା ମାନି ମୁଁ ନିଶ୍ଚୟ ଯିବି ସାଇସରା ରାଜ୍ୟ ପାଖକୁ। ଆଉ ଯଦି ଆମ ପ୍ରସ୍ତାବଟାକୁ ମନା କରିଦିଏ ମାମା, ତ ପରିସ୍ଥିତିଟା ଏମିତି ଭୟଙ୍କର କରିବି ଯେ ସେ ସ୍ୱପ୍ନରେ ସୁଦ୍ଧା ଭାବି ନଥିବ। ହଁ, ଭାବି ନଥିବ। ହେଲେ ଭଣଜା, ମାମା, ଯଦି ଆମ କଥାରେ ରାଜି ନ ହବ ତାହେଲେ ଏଇ ରଙ୍ଗଧର ଏମିତି ଗୋଟିଏ ରଙ୍ଗଟା ଲଗେଇ ଦବ, ଅଖା ଧଉଥିବ ଏ ରଙ୍ଗାଧରର ଗୁଣଟା ଗାଉ। ଠିକ ଅଛି ମାମା, ତାହେଲେ ମୁଁ ନିଶ୍ଚୟ ଆସନ୍ତାକାଲି ସେଇ ସଲା ପାଖକୁ ଯିବି ମାମା। ଆଉ ଯେମିତି ହେଲେ ବି ଆମ କଥାଟାକୁ ରାଜି କରେଇ ତା ଧନ ସମ୍ପତ୍ତିଟାକୁ ମୋରି ହାତ ମୁଠାକୁ ନେଇ ଆସିବି ମାମା। ହେଲେ ଭଣଜା, ସେଇ ଶ୍ରାବଣୀଟା ଆମ କଥାରେ ରାଜି ହେଲେ ତ ହବ। କଣ କହିଲ ମାମା? ଶ୍ରାବଣୀ କଥାଟା ମୋ ଉପରେ ଛାଡ଼ି ଦିଅ ମାମା। ତାକୁ ମୁଁ ଯେମିତି ନଚେଇବି ସେ ଠିକ ସେମିତି ନାଚିବ ମାମା। କାହିଁକି ନା ସିଏ ପରା ମୋ ସୁନା ଅଣ୍ଡା ଦିଆ କୁକୁଡ଼ା। ଆଉ ଯଦି ଆମ କଥାଟାକୁ ଓଲଟ ପାଲଟ କରିଦିଏ ମାମା, ଭଣଜା, ତମେ ତ ଜାଣିଛ ଏ ଚଣ୍ଡୀ ଦାସଟା ବୁଝିଲେ ଭଲ, ନ ବୁଝିଲେ ମସଲା ଶୈତାନ ବେ। ହେଲେ ଭଣଜା, ମାମା, ସେଇ ଶ୍ରାବଣୀଟା କୁଆଡ଼େ ଯାଇଛି ରେ ବାବା? ଏ ପର୍ଯ୍ୟନ୍ତ ତାର ଦେଖା ନାହିଁ କି ଦର୍ଶନ ବି ନାହିଁ। କଣ କହିଲ ମାମା? ଶ୍ରାବଣୀଟା କୁଆଡ଼େ ଯାଇଛି? କୁଆଡ଼େ ଯିବ? ତା ସାଙ୍ଗସାଥି ସହିତ କୋଉଠି ନା କୋଉଠି ଖେଳିବାକୁ ଯାଇଥିବ। ଖେଳିବାକୁ? ହେଲେ ବାବା, ମତେ ଭାରି ଭୟ ମାଡୁଛି। ଆଜିକାଲିର ଝିଅମାନଙ୍କୁ କିଛି ଭରସା ନାହିଁ ନା ବିଶ୍ୱାସ ନାହିଁ। ଏ କଣ କହିବାକୁ ଚାହୁଁଛ ମାମା? ଯଦି ଯାଉ ଯାଉ କୋଉ ରାସ୍ତା ପଳେଇ ଯାଏ ସେତେବେଳେ ତମେ କଣ କରିବ? ନାଇଁ ମାମା, ନାଇଁ ନାଇଁ ନାଇଁ,
ଜମାରୁ ସେମିତି କିଛି ବି ହବନି। ହେଲେ ଆପଣ ଗୋଟାଏ କାମ କରିପାରିବେ? ମୁଁ ପୁଣି କାମ ହଁ ଭଲ କାମ ହେଲେ ପାରିବି ରେ ବାବା। ଆଉ ଯଦି ମୋ ପାରିବା କାମ ନୁହଁ ତାହେଲେ ମୁଁ ପାରିବି। ନିଶ୍ଚୟ ପାରିବ ମାମା। ତାହେଲେ କୁହ। ଆପଣ ମୋ ଝିଅ ଶ୍ରାବଣୀଟାକୁ ଟିକେ ଦେଖିକି ଆସିପାରିବେ? କୋଉଠି ଅଛି, କଣ କରୁଛି? ଯାଅ ମାମା, ତାକୁ ଦେଖିକି ଶୀଘ୍ର ଶୀଘ୍ର ଚାଲି ଆସ। ମୁଁ ବି ଠିକ୍ ସେଇ କଥା ଭାବୁଥିଲି ରେ ବାବା। ଏ ପର୍ଯ୍ୟନ୍ତ ତାର ଦେଖା ନାହିଁ କି ଦର୍ଶନ ନାହିଁ। ଝିଅଟା କୁଆଡ଼େ ଯାଇଛି? ମୁଁ ନିଶ୍ଚୟ ଚାଲିଯିବି ରେ ବାବା ଦେଖିବା ପାଇଁ। ଠିକ ଅଛି ମାମା, ଏ କଥା ଯେମିତି ଭୁଲି ନ ଯାଅ। ଆଉ ଯଦି ମୋ କଥାଟାକୁ ଅପମାନ କର ମାମା, ମୁଁ ବି ଭୁଲିଯିବି ଯେ ମୋର ଗୋଟାଏ ମାମୁଁ ଅଛି ବୋଲି। ଆସୁଛି ମାମା, ଆସୁଛି। ହେ ଭଗବାନ, ମୁଁ କୁଆଡ଼େ ଯିବି, କେମିତି କରିବି ମୁଁ ବି ବୁଝିପାରୁନି ରେ ବାବା। ଯଦି ନ ଯିବି ଭଣଜା ମୋର ଜୀବନରୁ ମାରିଦେବ। ଯେମିତି ହେଲେ ବି ମୋତେ ଯିବାକୁ ପଡ଼ିବ। ହେଲେ ଏମିତି ଗୋଟିଏ ରୂପ ଧାରଣ କରିକି ଯିବି, ସାଲା କେହି ବି ମୋତେ ରଙ୍ଗାଧର ବୋଲି ଚିହ୍ନି ପାରିବେ। ଆରେ ସାଙ୍ଗ, ହଁ ସାଙ୍ଗ। କୁଆଡ଼େ ଯିବା ରେ ବାବା? ଆରେ ସାଙ୍ଗ, ଶ୍ରାବଣୀଟା ଖୋଜିବାକୁ ଏଇ ଦିଗକୁ ଯିବା। ଏଇ ଦିଗକୁ? ହେଲେ ଶୀଘ୍ର ଶୀଘ୍ର ଯିବାରେ ବାବା ସେଇ ଶ୍ରାବଣୀ ଶ୍ରାବଣୀ ପାଖକୁ।